ସାହାରା ଇଣ୍ଡିଆରେ ପଇସା ରଖିଥିବା ବନ୍ଧୁମାନଙ୍କ ପାଇଁ ଖୁସି ଖବର। ପୋର୍ଟାଲରେ ମିଳୁଛି 50,000 ଟଙ୍କା ଓ ଖୁବ୍ ଶୀଘ୍ର ଏହା 1 ଲକ୍ଷ ହେବାକୁ ଯାଉଛି। କ'ଣ ଅଛି ସମ୍ପୂର୍ଣ୍ଣ ଅପଡେଟ୍, କେବେ ଅଛି ସୁପ୍ରିମକୋର୍ଟର ଡେଟ୍ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଡିଜିଟାଲ ଟେକ୍ ଓଡ଼ିଶାର ଆଉ ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ସମ୍ପୂର୍ଣ୍ଣ ବିଷୟ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଅଲ୍କୁ ସିଲେକ୍ଟ କରି ରଖିଥାନ୍ତୁ ଏହିପରି ନୂଆ ଅପଡେଟ୍ ଜାଣିବା ପାଇଁ। ସର୍ବପ୍ରଥମେ ବନ୍ଧୁମାନଙ୍କୁ ଅନୁରୋଧ, ଯେଉଁ ବନ୍ଧୁମାନଙ୍କର ସାହାରା ସ୍କିମ୍ ମାର୍ଚ୍ଚ 31, 2023 ମଧ୍ୟରେ ମ୍ୟାଚୁରିଟି ହୋଇଯାଇଛି ଓ ଆପଣମାନେ ଯଦି ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି, ଦୟାକରି ଏବେ ହିଁ ଶୀଘ୍ର ପୋର୍ଟାଲରେ ଆପ୍ଲାଏ କରିଦିଅନ୍ତୁ ଓ ଆଧାରରେ ମୋବାଇଲ ନମ୍ବର ଆଡ୍ କରି ଆପଣଙ୍କ ବ୍ୟାଙ୍କରେ ଆଧାର ସିଡିଂ କରାଇ ନିଅନ୍ତୁ, ଯାହାଦ୍ୱାରା ଆପଣ ସହଜରେ ଡିବିଟି ମାଧ୍ୟମରେ ବ୍ୟାଙ୍କରୁ ପଇସା ପାଇପାରିବେ। କାରଣ ଆପଣ ଜାଣିଛନ୍ତି ମାନ୍ୟବର ସୁପ୍ରିମକୋର୍ଟରେ ଆସନ୍ତା 27/9ରେ ସାହାରା ପୋର୍ଟାଲ ବିଷୟରେ ଆଲୋଚନା ହେବାକୁ ଯାଉଛି। ତେଣୁ ବନ୍ଧୁଗଣ, ଆପଣମାନେ ଆଉ ବିଳମ୍ବ ନ କରି ରିସବମିଶନରେ ଆଉଥରେ ଆପ୍ଲାଏ କରନ୍ତୁ। ଆଗେ ଆପଣମାନେ ଡେଫିସିଏନ୍ସି ଦେଖି ଏହାର ସମାଧାନ କରନ୍ତୁ। ଯଦି ଆପଣଙ୍କର ନାଁ ମିସମ୍ୟାଚ୍ ଅଛି, ତେବେ ରୋଟାରୀ ପବ୍ଲିକରେ ଆଫିଡେଭିଟ୍ କରନ୍ତୁ ଯେ ଆଧାର ନେମ୍ ଏବଂ ବଣ୍ଡ ନେମ୍ ଇଜ୍ ସେମ୍ ଆଣ୍ଡ ୱାନ୍ ପର୍ସନ୍। ଏହା କରି ପୋର୍ଟାଲରେ ଅପଲୋଡ଼ କରନ୍ତୁ ଓ ଯଦି ଆପଣଙ୍କର ନାଁ ବା ମେମ୍ବରସିପ୍ ଫର୍ମ ପୋର୍ଟାଲରେ ନାହିଁ, ତେବେ ଆପଣ ଆପଣଙ୍କ ସାହାରା ଏଜେଣ୍ଟଙ୍କ ମାଧ୍ୟମରେ ନୂଆ ମେମ୍ବରସିପ୍ ଫର୍ମରେ ସିଗ୍ନେଚର କରି ବ୍ରାଞ୍ଚକୁ ବା ସମ୍ପୃକ୍ତ ଅଧିକାରୀଙ୍କୁ ଦିଅନ୍ତୁ। ସେ ଏସବୁ ଅଫିସ କମ୍ପ୍ୟୁଟର ମାଧ୍ୟମରେ ସାହାରା ପୋର୍ଟାଲରେ ଅପଲୋଡ଼ କରିଦେଲେ 45 ଦିନ ମଧ୍ୟରେ ଆପଣଙ୍କୁ 50,000 ପର୍ଯ୍ୟନ୍ତ ଟଙ୍କା ମିଳିପାରିବ। କାରଣ 27/9ରେ ଡେଟ୍ ଥିବାରୁ ପୋର୍ଟାଲ ଅଧିକାରୀ ଏବେ ଖୁବ୍ ତତ୍ପର। ପେମେଣ୍ଟ କରିବା ପାଇଁ ସେ ବ୍ୟସ୍ତ। କାରଣ ଆପଣମାନେ ଜାଣିଛନ୍ତି ଆମର ପ୍ରିୟ ପିନାକିପାଣି ମହାନ୍ତିଙ୍କ କେସ୍ ଶୁଣାଣି ପୋର୍ଟାଲ ସମ୍ବନ୍ଧୀୟ ପେମେଣ୍ଟ ସମ୍ବନ୍ଧରେ ଆସନ୍ତା 27/9ରେ କୋର୍ଟରେ ଶୁଣାଣି କରାଯିବ। ତେଣୁ ବନ୍ଧୁଗଣ, ଆଉ ବିଳମ୍ବ ନ କରି ଯଥାଶୀଘ୍ର ଉକ୍ତ କାର୍ଯ୍ୟ ସବୁ କରିଦିଅନ୍ତୁ। କାରଣ ଆଶା କରାଯାଉଛି ଖୁବ୍ ଶୀଘ୍ର ଭଗବାନ ଆମର ଦୁଃଖ ଶୁଣିବେ ଓ ଆମମାନଙ୍କୁ ଆମର ସାହାରା ଟଙ୍କା ମିଳିବ। ଏଥିସହିତ ଆଉ ଗୋଟିଏ ବଡ଼ ଖବର ଯେ ଏବେ ଆମର ପ୍ରିୟ ସାଂସଦ ଭାଇମାନେ, ବିହାର ଓ ଝାଡ଼ଖଣ୍ଡର ସାଂସଦ ଭାଇମାନେ ଜୋରଦାର ହଙ୍ଗାମା କରିବେ ପାର୍ଲାମେଣ୍ଟରେ ଓ ସେଥିପାଇଁ ମଧ୍ୟ ସେମାନେ ବିଭିନ୍ନ ସାହାରା ସଂଗଠନ ପାଖକୁ ଯାଇ ସେମାନଙ୍କର ଦୁଃଖ ଶୁଣି ପ୍ରସ୍ତୁତ ହେଉଛନ୍ତି ଏ ବିଷୟରେ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ। ତେଣୁ ବନ୍ଧୁଗଣ, ସମସ୍ତ ସତ୍ୟାସତ୍ୟ ଅପଡେଟ୍ ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଓ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରି ରଖିଥାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟିଏ କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।